ଆଉ ଗୋଟେ ନୂଆ ବ୍ଲଗ କୁ ମୁଁ ଅରୁପ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜି ଆମେ ପୁରୀ ଯାଉଛୁ ମହାପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଦେଖିବା ପାଇଁ। ତାହେଲେ ଚାଲନ୍ତୁ ଆଉ ଲେଟ୍ କରିବାନି, ଜଲ୍ଦି ଜଲ୍ଦି ବାହାରିବା, କାରଣ ଅଲରେଡି ଆମର ଲେଟ୍ ହେଇଗଲାଣି। ରାତି ପ୍ରାୟ ଏବେ 11:30 ପାଖାପାଖି ହେଲାଣି, ଆଉ ଆମକୁ ବାହାରିବାକୁ ଲେଟ୍ ହେଇଗଲା। ଦେଖନ୍ତୁ ରାତି 11ଟା 11:30 ହେଲାଣି, କୁହୁ କିନ୍ତୁ ଆଜି ଶୋଇନି। ପୁରୀ ଯିବା ପାଇଁ ସେ ବି ବହୁତ ଏକ୍ସାଇଟମେଣ୍ଟରେ ଅଛି। ସो ଚାଲନ୍ତୁ ଆଉ ଲେଟ୍ କରିବାନି, ବାହାରିବା ଜଲ୍ଦି ଜଲ୍ଦି। ଅଲରେଡି ବହୁତ ଲେଟ୍ ହେଇଗଲାଣି। ତ କୁହୁ ସାଙ୍ଗରେ ଆମେ ବି କହିବା ଥରେ ଜୟ ଜଗନ୍ନାଥ। ଆଉ ପ୍ରାୟତଃ ଆମେ ସକାଳ 7:30 ସୁଦ୍ଧା ଆମେ ଭୁବନେଶ୍ୱର ପହଞ୍ଚିଗଲୁ। ରୁମ୍ ନେଲା ପରେ ଫାଷ୍ଟ ତ ଆମେ ରେଷ୍ଟ କରିଥିଲୁ, କାହିଁକି ନା ରାତି ସାରା ଗାଡ଼ି ଚଲେଇକି ସମସ୍ତେ ଟାୟାର୍ଡ ହେଇକି ଥିଲୁ, ଆଉ ନିଦ ବି ବହୁତ ଲାଗୁଥାଏ। ସେଥିପାଇଁ ଆମେ ଫାଷ୍ଟ ଶୋଇ ପଡ଼ିଲୁ। ତାପରେ 11ଟା 11:30 କୁ ଉଠିକି ଆମେ ଗାଧୋଇ ପାଧେଇକି ପୁରୀକୁ ବାହାରି ଯାଇଥିଲୁ। ପାଖାପାଖି 1 ସୁଦ୍ଧା ଆମେ ହୋଟେଲରୁ ବାହାରି ଗଲୁ। ଜଗନ୍ନାଥ ପାଖ ପହଞ୍ଚିଲାଣି ପରା। ଆଉ ଟିକେ ହେଲେ ପହଞ୍ଚିଯିବା, ଆଉ ଟିକେ ହେଲେ ପହଞ୍ଚିଯିବା। ସାଙ୍ଗମାନେ ଆମେ ଫାଇନାଲି ଆଉ ପୁରୀ ଟୁ 42 କିଲୋମିଟର ଅଛୁ। ଆଉ କିଛି ଟାଇମ ଭିତରେ ଆମେ ପହଞ୍ଚିଯିବୁ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ। ଦେଖାଯାଉ ଆଗକୁ କେତେ ଭିଡ ଅଛି କଣ। ପ୍ରାୟତଃ 3:30 4ଟା ସୁଦ୍ଧା ମାଳତୀ ପାଟପୁର ପହଞ୍ଚିଲୁ, କିନ୍ତୁ ଦେଖିପାରୁଥିବେ ଟ୍ରାଫିକ କୋଉ ହିସାବରେ ଜାମ୍ ଥିଲା, ଯୋଉଟା ଦେଖିକି ଆମେ ସବୁ ହଇରାଣ ହେଇଗଲୁ। ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା, ଆଉ ପ୍ରାୟତଃ ରାତି 11ଟା 11:30 ସୁଦ୍ଧା ଆମେ ପହଞ୍ଚିଲୁ ପୁରୀରେ। ଯାହା ହଉ ଗଭର୍ଣ୍ଣମେଣ୍ଟ ଦ୍ୱାରା ବସ୍ ସେବା ଥିଲା, ଯୋଉଟା କି ଆମେ କାର ପାର୍କିଂ କଲା ପରେ ଗଭର୍ଣ୍ଣମେଣ୍ଟର ବସ୍ ରେ ଯାଇଥିଲୁ ଆମେ। ସେ ଆମକୁ ନେଇକି ପାଖାପାଖି ଗୋପାଳ ବଲ୍ଲଭ ପାର୍କିଂ ପାଖରେ ଛାଡ଼ି ଦେଇଥିଲା। ସେଇଠୁ ଆମେ ଚାଲି ଚାଲି ଯାଇଥିଲୁ। ଦେଖିପାରୁଥିବେ କୋଉ ହିସାବରେ ଲୋକଙ୍କ ଭିଡ଼ ହେଇଛି। ବଡ଼ ଦାଣ୍ଡ ପୁରା ଜନସମୁଦ୍ରରେ ପରିଣତ ହେଇଯାଇଥିଲା। ପ୍ରାୟତଃ 2-2.5 କିଲୋମିଟର ଦୂରରୁ ଆମେ ଲାଇନରେ ଲାଗିଥିଲୁ। ଏବେ ତ ପ୍ରାୟ ରାତି 12:30 1 ପାଖାପାଖି ହେଇଥିଲା, କିନ୍ତୁ ଜଗା ଦର୍ଶନ କରିବା ପାଇଁ ଛୁଆ ପିଲା ସବୁ ଆମର ଭୋକରେ ଥିଲେ, କିନ୍ତୁ କିଛି କଥା ନାହିଁ। ଜଗା ପରୀକ୍ଷା ଉପରେ ପରୀକ୍ଷା ନେଇ ଚାଲିଥାଏ। ତା ସାଙ୍ଗକୁ ବର୍ଷା ଆରମ୍ଭ ହେଇଗଲା। ଦେଖିପାରୁଥିବେ ବହୁତ ଜୋର ବର୍ଷା ମଧ୍ୟ ହଉଥିଲା। ଏଇ ଯୋଉ ବର୍ଷା ଭିତରେ ଜଗନ୍ନାଥଙ୍କୁ ଦେଖିବାର ଯୋଉ ମନରେ ଉତ୍ସାହ ଥିଲା, ସେ ବର୍ଷା କିଛି ଜଣା ପଡୁନଥାଏ। ଖାଲି ମନରେ ଗୋଟିଏ ହିଁ ଜିନିଷ ଥାଏ, କେତେ ଜଲ୍ଦି ସେ ଚକା ନୟନକୁ ଆମେ ଟିକେ ଦେଖିବାକୁ ପାଇବୁ। ଯେତିକି ଲାଇନ ଆଗକୁ ଯାଉଥାଏ, ସେତିକି ମନ ଖୁସି ଲାଗୁଥାଏ। ମନରେ ଗୋଟେ ଡର ଆସୁଥିଲା। ସେଠି ସମସ୍ତେ କୁହାକୁହି ହଉଥିଲେ ଯେ ରାତି 2ଟା ପରେ ଜଗନ୍ନାଥଙ୍କର ସୁନାବେଶ ଓହ୍ଲେଇ ଦେବେ ବୋଲି। ଜଗାକୁ ସୁନାବେଶରେ ଦେଖିବା ପାଇଁ ଆମେ ଏତେ କଷ୍ଟ କରିକି ଯାଇଛୁ, ଯଦି ସେଇଟା ହିଁ ନ ହେଇପାରିବ, ସେଥିପାଇଁ ମନରେ ବହୁତ ଡର ଲାଗୁଥାଏ। ଯେତେ ଲୋକ କହିଲେ କଣ ହବ, ସେ ତ ନୀଳାମୟ। ଦେଖୁ ଦେଖୁ ଆମେ ରଥ ପାଖକୁ ପହଞ୍ଚି ଯାଇଥିଲୁ, ଆଉ ଫାଇନାଲି ସେ ସମୟ ଆସି ଯାଇଥିଲା ଆମ ପାଖରେ ଜଗନ୍ନାଥଙ୍କୁ ଦର୍ଶନ କରିବାର। ଦେଖିପାରୁଥିବେ ଆପଣ ଜଗନ୍ନାଥଙ୍କର ସେଇ ଭବ୍ୟ ସୁନାବେଶକୁ। କାଳିଆ ସାଆନ୍ତଙ୍କର ସେଇ ଚକା ଆଖିକୁ ଦେଖିଦେଇ ମନରେ ଯେତେ ଦୁଃଖ କଷ୍ଟ ଥିଲା ସବୁ ଭୁଲି ଯାଇଥିଲୁ। ଏ ସମୟରେ କିଛି ଜଣା ପଡୁନଥାଏ, କେବଳ ଇଚ୍ଛା ହଉଥାଏ ଏଇଭଳିଆ ସେ ଚକା ଆଖିକୁ ଦେଖୁଥିବି ବୋଲି। ତାପରେ ଆମେ ମା ସୁଭଦ୍ରାଙ୍କର ବି ଦର୍ଶନ କରିଥିଲୁ। ମା ସୁଭଦ୍ରା ମଧ୍ୟ ସୁନାବେଶରେ ଆଭୂଷିତ ହେଇଥିଲେ। ତାପରେ ଆମେ ଆଗକୁ ବଢିକି ଦର୍ଶନ କରିଥିଲୁ ପ୍ରଭୁ ବଳଭଦ୍ରଙ୍କର। ଦେଖନ୍ତୁ ବଳଭଦ୍ର ସାଆନ୍ତ ଦି ଭୁଜା ଖୋଲି ସମଗ୍ର ଜଗତକୁ ଆଶୀର୍ବାଦ ଦଉଛନ୍ତି। ଯାହା ହଉ ଠାକୁରଙ୍କ ଦର୍ଶନ ଭଲରେ ସାରିକି ଆମେ ଫେରିଥିଲୁ। ପ୍ରାୟତଃ ରାତି 2ଟା 2:30 ପାଖାପାଖି ଆମକୁ ହେଇଗଲା ବାହାରୁ। କିନ୍ତୁ ବର୍ଷା ଛାଡିବାର ନାଁ ନଉନଥାଏ। ଦେଖିପାରୁଥିବେ କୋଉ ହିସାବରେ ବର୍ଷା ଅଛି, ଯାହାକି ରାସ୍ତା ବି କିଛି ଦେଖା ଯାଉନଥାଏ। କେବଳ ଆମେ ସେ ହ୍ୱାଇଟ ଲାଇନ କୁ ମାର୍କ କରିକି ଗାଡି ଚଲାଉଥାଉ। ଆଉ ଯୋଉ ଭାଇ ମାନେ ବାଇକ ରେ ଯାଇଥିଲେ, ସେମାନେ ତ ଆହୁରି ହଇରାଣ ହଉଥିଲେ। ଶେଷରେ କିଛି ନ ମିଳିଲେ ରାସ୍ତା ସାଇଡରେ ଲାଗିଥିବା ସେ ପଲିଟିକାଲ ବ୍ୟାନର ଗୁଡାକୁ ଉପାଡ଼ିକି ନିଜ ମୁଣ୍ଡରେ ଦେଇକି ଯାଉଥିଲେ, କିନ୍ତୁ କଣ କରିବା, ବଞ୍ଚିବା ପାଇଁ କିଛି ନା କିଛି ତ କରିବାକୁ ପଡିବ। ପ୍ରାୟତଃ ଭୋର 4ଟା ବେଳକୁ ଆମେ ଭୁବନେଶ୍ୱର ହୋଟେଲରେ ପହଞ୍ଚିଲୁ। ତାପରେ ସକାଳୁ ଆମେ ବ୍ରହ୍ମପୁର ବାହାରିଥିଲୁ। ଆମର ଉତ୍ତର ମୁଣ୍ଡ ମୁହାଣ ପାଖରେ HP ପେଟ୍ରୋଲ ପମ୍ପ ଯୋଉ ଅଛି, ସେ ସାଇଟ୍ ରେ ଜଣେ ଭାଇ ଆମର ଚକୁଳି ଆଉ ମଟନ ଦଉଥିଲେ, ବଢିଆ ଟେଷ୍ଟି ଦଉଥିଲେ। ସେଇଠି ଖାଇକି ଆମେ ବାହାରି ଯାଇଥିଲୁ। କିନ୍ତୁ ସେଇଠୁ ଗଲା ପରେ ଆମକୁ ଜଣା ପଡିଲା ଆମ ସହିତ ଗୋଟେ ବହୁତ ବଡ ଇନସିଡେଣ୍ଟ ହେଇଯାଇଛି। ଆମ ବଡ ଝିଅ ତନୁ, ସେ ତା ମୋବାଇଲ ଟିକୁ କୋଉଠି ହଜେଇ ଦେଇଛି। ସମସ୍ତେ ବହୁତ ଟେନସନ ହେଇଗଲେ, କିନ୍ତୁ ମୁଁ ତାଙ୍କୁ ବୁଝେଇଲି ଛାଡ,
ଏବେ ଟେନସନ ନେଇକି କିଛି ଲାଭ ନାହିଁ, ଯାହା ହବାରଟା ତ ହେଇଗଲାଣି। ଟେନସନ ନେଲେ ତ ଜିନିଷ ଫେରି ଆସିବନି। ଆଗେ ବୁଲାବୁଲି ସାର, ତାପରେ ଦେଖିବା ଫେରିଲେ କଣ କରିବା ବୋଲି। ସୋ ରାସ୍ତା ବହୁତ ବଢିଆ ଥିଲା, ଯୋଉଟା କି ଭିଉ ବି ବଢିଆ ଆସୁଥିଲା। ଭୁବନେଶ୍ୱର ବ୍ରହ୍ମପୁର ରାସ୍ତାରେ ବଢିଆ ବଢିଆ ସିନେରୀ ସବୁ ଥିଲା। ସେଇଠୁ ଆମେ ଛିଡା ହେଇକି ସେଟା ଫଟୋ ଉଠେଇଥିଲୁ। ଦେନ୍ ତାପରେ ଆମେ ବ୍ରହ୍ମପୁର ପାଇଁ ବାହାରି ଯାଇଥିଲୁ। ଫାଇନାଲି 2-2.5 ଘଣ୍ଟାର ସଫର ପରେ ଆମେ ବ୍ରହ୍ମପୁର ପହଞ୍ଚି ଯାଇଥିଲୁ। କିନ୍ତୁ ବ୍ରହ୍ମପୁର ପହଞ୍ଚିଲା ବେଳକୁ ଆମକୁ ଟିକେ ଲେଟ୍ ହେଇଗଲା, ଯୋଉଟା କି ଆମେ ତ ଆଉ ପୁରୀ ଉପମା ଖାଇବାର ବହୁତ ଇଚ୍ଛା ଥିଲା କିନ୍ତୁ ଖାଇ ପାରିଲୁନି। ମୁଁ ୟୁଟ୍ୟୁବ ରୁ ଦେଖିଥିଲି ଯେ ବ୍ରହ୍ମପୁରରେ ବହୁତ ଫେମସ ପିଢା ମଟନ କହିକି। ମୁଁ କହିଲି ଚାଲ ଥରେ ଟ୍ରାଏ କରି ଦେଖିବା ପିଢା ମଟନ କେମିତି ଲାଗୁଛି। ସେଠି ଆମେ ବ୍ରହ୍ମପୁର ସିଟି ଭିତରକୁ ଯାଇଥିଲୁ, ଯୋଉଟା କି ଆମର ପିଢା ମଟନ ଟି ମ୍ୟୁନିସିପାଲିଟି ଅଫିସ ପାଖରେ ହିଁ ଅଛି। ପିଢା ମଟନ ହୋଟେଲ ଟି ଆକ୍ଚୁଆଲି ତା ନାଁ ହଉଛି ପିଢା ହୋଟେଲ, ଯୋଉଟା କି 100 ବର୍ଷ ପୁରୁଣା ହୋଟେଲ। ଚାଲନ୍ତୁ ଖାଇବା ଆଉ ଦେଖିବା କଣ କେମିତି ଟେଷ୍ଟ ଅଛି। କଣ ବ୍ରହ୍ମପୁର ଭାଇନା କହିଲେ ଭଲ ଲାଗିବ ନା? ଆକା ବ୍ରହ୍ମପୁର ଆଇଛି ଆଉ କେମିତି ଲାଗିବ ଯେ ଆକା କେରକେରା ଟିକେ ହବ ନା ଆଉ। ସୋ ଫାଇନାଲି ଆମେ ପିଢା ହୋଟେଲ ପାଖରେ ପହଞ୍ଚି ଯାଇଥିଲୁ। ଚାଲନ୍ତୁ ଟ୍ରାଏ କରିବା। ଖାଇବା ତ ଏଭରେଜ ଥିଲା, ସେତିକି କିଛି ଖାସ ନଥିଲା, କିନ୍ତୁ ମତେ ଯାହା ସବୁଠୁ ଅଧିକ ଡିସଆପଏଣ୍ଟ କରିଥିଲା ସେଠିକାର ହାଇଜିନିକ ବୋଲି କିଛି ମେଣ୍ଟେନ ହଉନି ସେଠାରେ। ସୋ ତାପରେ ଆମେ ବାହାରି ଆସିଥିଲୁ ଗୋପାଳପୁର ସି ବିଚ୍। ଦେଖିପାରୁଥିବେ କୋଉ ଗୋପାଳପୁର ସି ବିଚ୍ ରେ ବାଲିରେ ଖେଳିଲା, ସେ ପାଣିକୁ ତ ଗଲାନି। ଓଭରଅଲ ଦେଖିବାକୁ ଗଲେ ଆମେ କେହି ବି ପାଣିକୁ ବି ଯାଇନୁ ଆମେ। କିନ୍ତୁ ହଁ, ଗୋପାଳପୁର ବିଚ୍ ର ଯେତିକି ହାଇପ୍ ଅଛି ଆଉ ଯେତିକି ଟୁରିଷ୍ଟ ଏଠିକି ଆସୁଛନ୍ତି, ସେଇ ହିସାବରେ ବିଚ୍ ସେମିତି କିଛି ଖାସ ନାହିଁ। ହଁ, କାମ ଚାଲିଛି, ଆହୁରି ବହୁତ କିଛି ଡେଭଲପମେଣ୍ଟ ବାକି ଅଛି। ଆଗକୁ ଦେଖାଯାଉ ସରକାର କଣ କେମିତି ତା ଦେହରେ ଡେଭଲପମେଣ୍ଟ କରୁଛନ୍ତି। କାମ ଚାଲିଛି କିନ୍ତୁ ବହୁତ ସ୍ଲୋ ପ୍ରୋସେସ ରେ କାମ ଚାଲୁଛି। ଲୋକାଲ ଅଥରିଟିକୁ ମୋର ଅନୁରୋଧ, ସ୍ପେଶାଲି ବ୍ରହ୍ମପୁର ମ୍ୟୁନିସିପାଲିଟିକୁ ମୋର ଅନୁରୋଧ, ସେ ଟିକେ ଧ୍ୟାନ ଦେବେ ଏଥିପ୍ରତି। ସେଠିକାର ଲୋକାଲ ସେ ସିଡିରେ ହିଁ ମାଛ ଶୁଖେଇ ଦଉଛନ୍ତି, ଯୋଉ ଫଳରେ କି ବହୁତ ଗନ୍ଧ ହଉଛି ସେଠି। ସୋ ଫାଇନାଲି ସେଠି ଆମେ ବୁଲାବୁଲି କରିକି 7 ୱଣ୍ଡର୍ସ ଆସିଥିଲୁ, ଯୋଉଟା ବ୍ରହ୍ମପୁର ଛତ୍ରପୁରରେ ହେଇଛି। ଦେଖିପାରୁଥିବେ ଏଇ ଜାଗାଟି ବହୁତ ବଢିଆ ହେଇଛି। ଆଉ ଆମ ୱାର୍ଲଡ ର 7 ୱଣ୍ଡର୍ସ ଏଠାରେ ପୁରାପୁରି ଅଛି। ଆଉ ଟାଇମ ସ୍ପେଣ୍ଡ କରିବାକୁ ବହୁତ ବଢିଆ ଜାଗା ଅଛି। ଯୋଉମାନେ ବ୍ରହ୍ମପୁରରେ ରହୁଛନ୍ତି ୟା ଫିର ବ୍ରହ୍ମପୁର ଆଖପାଖରୁ ମୋ ଭିଡିଓ ଦେଖୁଛନ୍ତି, ସେମାନଙ୍କୁ ଅନୁରୋଧ କରିବି ଥରେ ନା ଥରେ ନିହାତି ଏଇଠିକୁ ବୁଲିବାକୁ ଆସନ୍ତୁ ଆପଣ ମାନେ। ଛୋଟ ଛୁଆଙ୍କ ଖେଳିବା ପାଇଁ ପାର୍କ ମଧ୍ୟ ଅଛି। ହଉ ଫ୍ରେଣ୍ଡସ୍, ରହୁଛି, ଦେଖା ହବ ନେକ୍ସଟ ଭିଡିଓରେ। ଆଉ ହଁ, ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲିବେନି। ଭିଡିଓଟିକୁ ଲାଇକ୍, କମେଣ୍ଟ ଆଣ୍ଡ ସେୟାର ନିହାତି କରନ୍ତୁ।